सकते हैं Papá, Rogure, Rita Moriga. काली राती बजार घर को फेरुले गाड़ी दरकार मो बापा टा बोरी 25 वर्ष तले जो सर थिला अरे अम्मा अरे तने मारे टिके बाहर अपेक्षा करो एक्सीडेंट सिना तो बापाटा मरिगला কিন্তু कंडीशन दबर जाइनी मो डॉक्टर समर सामंत कमिशन पूरा न कले तो भाई डाकू बेघर कर देबी वो राउडी राका तो कंटीरू मुंडटा पूरा अलगा करके बेघर एते सब बेईमानी कर सारिया परे मारी को भाई भम दउछु ए डॉक्टर बेईमान करबा को तते किए कहितिला बे मैं तो बाबा कहितिला आज की ठीक 25 वर्ष तले माता भी देखि आउ बाबा सेम डेट रे कोटाई मेडिकल एडमिशन होइते तो बपरे ए मानव महापात्र आखी पड़ी ताकू से कोलकू वॉइस करूसी आउ से सबरो मुख्य नायक हेली मो कंडीशन थिला मानव महापात्र शहर पाखे 40 डेसिमेल जमी मो नारे अरे डॉक्टर अब सभापति वाला की दुई हाथ जमी राउडी राउडी राका सामने दक्षिण इंडिया पूरा टेंचर मार्का अबे डॉक्टर कोकेई देखिसु एइटा कोकेई वो भाई की तू बेघर करिगा चाहिए मैं बच्चा संगरे डॉक्टर भी सोड़ा मोर सानी पहुंचे देबो हां एबुके संगता ମୁଁ ବି ଦେଖିନି ତୁମର କଣ କରିବ ବର୍ତ୍ତମାନ ମୁଁ ମାନବ ମହାପାତ୍ର ଖୋଜି ଯାଉଛି ମୁଁ ଦେଖିବି ତୁମର ଭାଇକି ତୁ ବେଘର କରିବୁ ନାଇଁ ଡକ୍ଟର राउडी रक्का सामने दक्षिण इंडिया और डॉक्टर तक
ମାଧବୀ ଓହୋ ସେ ଡାକିଲେ କଣ ଜବାବ ମିଳୁନି? ବେଡରୁମରେ 2 ଲକ୍ଷ ଟଙ୍କା ରଖି ଦେଇ ଯାଇଥିଲି। ମାର୍କେଟକୁ ଆସ ତ ଟଙ୍କାଟା ନାହିଁ। ତମେ ଦେଖିଛ? ମୁଁ କେମିତି ଦେଖିବି? ନିଶ୍ଚୟ ଏସବୁ ରାଜର କାମ। ରାଜ କଥା କଣ କହୁଛ? ରାଜ ଜଣେ ଡକ୍ଟର, ତା ପାଖରେ ଟଙ୍କାର ଅଭାବ ନାହିଁ। ହେ ମାଧବୀ, ଲକ୍ଷ୍ମୀ କୁବେରୀକୁ ଛାଡ଼ିଦେଲେ ଏ ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର ଟଙ୍କାର ଅଭାବ ନାହିଁ। ତାହେଲେ ଯାଅ ରାଜକୁ ପଚାର। ବୁଝିଲ, ଏମିତିକା ମଣିଷ ତମେ। ଏ ଘରର ଚାକର ସେ ରାଧୁଆ ଉପରେ ଯେତିକି ବିଶ୍ୱାସ କରୁଛ ସେତିକି ବିଶ୍ୱାସ ନିଜ ପୁଅ ଉପରେ ତୁ କାଳେ ତୋ ଡାଙ୍କର 2 ଲକ୍ଷ ଟଙ୍କା ଚୋରି କରିଛୁ। ଏମିତି କୌଣସି ଗୋଟାଏ ଦିନ ନାହିଁ ଯୋଉଦିନ ଟଙ୍କାର ଦରକାର। ମୁଁ ଆପଣଙ୍କ ସାମ୍ନାରେ ଠିଆ ହେଇଛି। ଆରେ କାହିଁକି ବା ଭିଡ଼ା ହେଲି? ମୋର ତ ଯେତେବେଳେ ଯାହା ଦରକାର ମୋ ହାତରେ ଧରିଦେଲି। କହୁଥିଲା ଟଙ୍କା ପାଇଁ ମୁଁ ଆପଣଙ୍କ ସାମ୍ନାରେ କେବେ ଛିଡ଼ା ହେଲି? ତାହେଲେ ସେ ଘରକୁ ଆପଣ ଏଭଳି କଥା ପାଇଁ ମୋର ତ ସମାଜରେ ସମ୍ମାନ ଅଛି। ଆପଣ ଏଭଳି କଥା ପାଇଁ ତାହେଲେ ବାହାରେ କାଲି ମୋବାଇଲ ଆରେ ଟଙ୍କାଟା ତୁ ଦେଖିନୁ, ମାଧବୀ ଦେଖିନାହାନ୍ତି? ଟଙ୍କାରେ କଣ ଟେଣା ଲାଗିଥିଲା ପୁଣି ଚାଲିଗଲା? ସେ ଟଙ୍କାକୁ ହଡପ କରିଛି। ତା ବିଷୟରେ କହୁଛୁ? କିଏ ସେ? ନା, ମୁଁ କହିଲେ ଆପଣ ମୋ ଉପରେ ବିରକ୍ତି ହେବେ। ପଚାରୁଛି ପରା। ନା ନା, କହ ସେ କିଏ? ନା, ମୁଁ କହିଲେ ଆପଣ ମୋ ଉପରେ ବିରକ୍ତି ହେବେ। ମୁଁ ପଚାରୁଛି ପରା। ବିରକ୍ତି କରନା, କହ 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 ସେ କିଏ? ସେ ଟଙ୍କାଟା ଧୁଆ ଯାଇ ଏତେ ବଡ଼ ଭୁଲ କାମ କରିପାରିବନି। It is not possible. ଏ କଥା କେବେ ସମ୍ଭବ ନୁହେଁ, କେବେ ନୁହେଁ। ଏତେ ବିଶ୍ୱାସ ଭଲ ନୁହେଁ ନିଶ୍ଚୟ। ଏ ବିଶ୍ୱାସ ମୋର ମଲା ପର୍ଯ୍ୟନ୍ତ ରହିବ ନା। ବିଶ୍ୱାସ କରନ୍ତୁ, ତମର ଏ ବିଶ୍ୱାସଟା ସବୁଦିନ ପାଇଁ ଅମୂଲ୍ୟ। ତଥାପି ତମରି ସାମନାରେ ମୁଁ ରାଧୁଆ ଉପରେ ପଚାରି ଯେତେ ପରୀକ୍ଷା ନେବା କଥା ସେତେ ନିଅ। ଏ ସୁନାକୁ ଯେତେ ମାଜିଲେ ବି ସେ ସେମିତି ଚିକ୍ କରିବ। Alright. Ek se बैग देखा। एक तो तुम सुन से बैग देखा। ये देखा से बैग देखा। अब से बैग देखा। ମାଧବୀ ଆଉ ଦେଖିଛୁ ଟଙ୍କାଟା ବହୁତ ଚୋରି କରିଛି। ମାନୁଛି ବାପା, ମାନୁଛି ଏ କଥାଟା ଅନ୍ୟମାନଙ୍କୁ ଯେତିକି କଷ୍ଟ ଦେଇନି ଆପଣଙ୍କୁ ତାଠାରୁ ଅଧିକ କଷ୍ଟ ଦେଇଛି। କାହିଁକି ନା
ଏ ଘରେ ସମସ୍ତେ ଭାରି କଷ୍ଟ ଏତେ ବଡ଼ ମଚାଉଛନ୍ତି ବାରମ୍ବାର କଥାଟା କହିଲେ ମତେ ଲାଜ ଲାଗିବନି। कैसा लगा तो तुम्हारा विश्वास है तो वो बारे में मना करना सोचा पूरा जाके को अपना प्लान खाली का खड़ा रखता ये पिला तुम्हें मामा को साथी क्रॉस कर देना इच्छा हो कि ये ताकू धोखा मारिया को बाहर कर देना ना ମୁଁ କିନ୍ତୁ ସେମିତି କରିଥିଲି କାହିଁକି ନା ତମେ ରାଜକୁ ତମେ ରାଧାକୁ ବେଶୀ ଭଲ ପାଉ ତ ସେଇଥିପାଇଁ ନିଷ୍ପତ୍ତି ମୁଁ ତମ ଉପରେ ଛଡ଼ି ତଥାପି ତାକୁ ଏକା ରଖି ହବ ଆମର ଏମିତି ଅନେକ ଚାକର ରଖିଛନ୍ତି ରାଧା ପରି ଗୋଟେ ଚାକର ମୁଖରେ ରହିବେ କିଛି ଅସୁବିଧା ହବନି ମୁଁ ଦେଖୁଛି ମା ପୁଅ ଦିଟା ଯାକର ମୁଣ୍ଡ ଜମା କାମ କରୁନି। ହେଲେ ମାସ ତମେ ସେମାନଙ୍କ କଥା ଜମା ଶୁଣନି। ଏ ରାଧୁଆକୁ ପାଖରେ ଶୁଆ ସିଏ ତମ ପକେଟରେ କାଟିବନି ତ ଦରକାର ପଡ଼ିଲେ ତମ କଲିଜା କାଟ। ଛି 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 ବାପା ମା ତୋତେ ରାସ୍ତା କଡ଼ରେ ଛାଡ଼ି ଦେଇ ଆସିଥିଲେ ତୁ ସେଇଠି ରାହା ଦେଇ କାନ୍ଦୁଥିଲୁ ଆଉ ସେଇଠି ଗୋଟେ କୁକୁର ଛୁଆ ବି କାନ୍ଦୁଥିଲା ସେ କୁକୁର ଛୁଆଟା କାନ୍ଦୁଥିଲା କାହିଁକି ଜାଣିଛୁ ହେଲେ ଏବେ ଭାବୁଛି ସେ ତୋ ବଦଳରେ ସେ କୁକୁର ଛୁଆକୁ ମୁଁ ଆପଣେଇ ନେଇଥିଲେ ତୋର ଯେତିକି ଖିଆଲ ନଉଥିଲି ଯଦି ସେ କୁକୁର ଛୁଆର ଖିଆଲ ନେଇଥାନ୍ତି ତାହେଲେ ସେ ମୋ ପ୍ରତି ଏତେ ବଡ ବେଇମାନ ବିଶ୍ୱାସଘାତକ କରିନଥାନ୍ତା ସବୁଦିନ ପାଇଁ ମୋ ଘର ଜଗିଥାନ୍ତା ତୁ ମତେ ବାପା ବୋଲି ଡାକିନି କାହିଁକି ନା ପୁଅ ବୋଲି ବାପର ତୁ ପୁଅ ହବାର ଷ୍ଟାଣ୍ଡାର୍ଡ ନାହିଁ କଣ କହିଲେ ବାପା ମୁଁ ଜାଣିଛୁ ଏଇ ମାଧବୀ ରାଜପୁଅରେ ଅମୃତ ଦେଲା ବେଳେ ବାପା ନିଜ କୋଳରେ ଧରି ତତେ ଚାମଚରେ କ୍ଷୀର ପିଆଇଲ ଆଉ ତୁ ଭୋକରେ ଆଉ ପାଖରେ ଶୋଇ ତୋ ସ୍କୁଲ ଟାଇମ ହେଲେ ତୋ ଟିଫିନ ବକ୍ସ ୱାଟର ବୋତଲ ପର୍ଯ୍ୟନ୍ତ ମୁଁ ସବୁ ସଜାଡି ଦଉଥିଲି ଏତେ ସବୁ କରି ସାରିଲା ପରେ ତୁ ମତେ ଏଇ ପୁରସ୍କାର ଦଉଛୁ ତୁ ମତେ ଏଇ ପୁରସ୍କାର ଦଉଛୁ ଏଇ ପୁରସ୍କାର ଦଉଛୁ ଏଇ ପୁରସ୍କାର নিজে বলে
କରିଛି। ରାଧେ ଭାଇ ବୋଲି ପୁଅ ଏ ଦୁନିଆରେ କେବଳ ଗୋଟିଏ ବାପାକୁ କେବଳ ମିଳେ। ନିଶ୍ଚିତ ଆର ଜନ୍ମରେ କୋଉ ପୁଣ୍ୟ କରିଥିଲେ ବୋଲି ମୋ ରାଧେ ଭାଇ ଆପଣଙ୍କୁ ବାପା ବୋଲି ଡାକୁଛନ୍ତି। ଆଉ ରାଧେ ଭାଇ ବାପା ବୋଲି ଡାକିବେନି। କେବେ ବି ଡାକିବେନି। हे भगवान ଏସବୁ ଦେଖିଲା ପୂର୍ବରୁ ମୋତେ ମରଣ ହେଇଗଲାଣି କାହିଁକି? ଏ ରାଧେ ଏମିତି କିଏ ପୂର୍ବରୁ ମୁଁ ତତେ କହୁଥିଲି ନା ତୁ ମୋ ପୁଅ ହବାର ଷ୍ଟାଣ୍ଡାର୍ଡ ନାହିଁ, ହେଲେ ଏବେ କହୁଛି ମୁଁ ତ ବାପା ହବାର ଷ୍ଟାଣ୍ଡାର୍ଡ ନାହିଁ। କାହିଁକି ଯେମିତି କହୁଛନ୍ତି? ମତେ ତ କୁକୁର ସହିତ ତୁଳନା କରିଦେଲେ। ସେଦିନ ମତେ କୋଳକୁ ନବା ବଦଳରେ ଆପଣଙ୍କର ସେ କୁକୁର ଛୁଆକୁ କୋଳେଇ ନେବାର ଥିଲା। ଆଉ ସେତିକି ହେଇଥିଲେ ମୁଁ ଆଜି ତମ ଘରକୁ ଆସିନଥାନ୍ତି। କଣ ପାଇଁ ମିଛ କହିଲୁ? ବାପା ଛୁଆ ରାଧୁଆ ବୋଲି ଗୋଟେ ଗପ ଅଛି ବାପା। ସେଦିନ ଛେଳିକୁ ବାଘ ଖାଇଗଲା କଥା କହି ରାଧୁଆ ମିଛଟାରେ ଗାଁ ଲୋକଙ୍କୁ ଡାକିଥିଲା। ଆଉ ଆଜି ମୁଁ ଆପଣଙ୍କୁ ମିଛ କହିଛି। ଆମ ଦୁଇ ଜଣଙ୍କ ଭିତରେ ଫରକଟା ଏତିକି ଯେ ସେ ମିଛ ପାଇଁ ମଜା ନଉଥିଲା, କିନ୍ତୁ ସେ ମିଛ ପାଇଁ ପାପ ଅର୍ଜନ କରିଥିଲା ବାପା। ଯୋଉଥିପାଇଁ କି ତା ଛେଳିକି ବାଘ ଖାଇଗଲା। ହେଲେ ଆପଣଙ୍କ ରାଧେ ସତ ପାଇଁ ଆଜି ପୁଣ୍ୟ ଅର୍ଜନ କରିଛି ବାପା। ଯୋଉଥିପାଇଁ କି ଜୀବନରେ ପ୍ରଥମ ଥର ପାଇଁ ସେ ଆପଣଙ୍କ ହାତରୁ ମାଡ଼ ଖାଇବାର ସୁଯୋଗ ପାଇଛି। ତୁ ମତେ କ୍ଷମା କରିଦେ ବାପା। ବାପା ମୁଁ ତମ ହାତରୁ କ୍ଷୀର ଭାତ ଖାଇଛି, ଆଇସ୍କ୍ରିମ ଚକୋଲେଟ ବି ଖାଇଛି, ହେଲେ କି ପୂରଣ ହେଇଗଲା। ଯାଉଛି ବାପା, ମୁଁ ଯୋଉଠି ଥାଏ ଯେମିତି ଥାଏ ମୋର ଆଉ କୋଉ କଥା ମନେ ପଡୁ କି ନ ପଡୁ, ହେଲେ ଆପଣଙ୍କର ହାତର ମାଡ଼ କଥା ମୋର ଭାରି ମନେ ପଡିବ ବାବା। ତୁ ଅଭିମାନ କରୁଛୁ। ଆଜି ମତେ ଆପଣ ମାଡ଼ ମାରି ସାରିଲା ପରେ ମୁଁ ଠିକ ଅନୁଭବ କରିଛି ବାପା। ରାଜା ଆଉ ରାଣୀ ଠାରୁ ଆପଣ ମତେ ବେଶୀ ଭଲ ପାଆନ୍ତି। ମୋ ଜୀବନଠୁ ମୁଁ ତତେ ଅଧିକା ଭଲ ପାଏ ରେ। ଏ ରାନୀ କଣ କହିଗଲା ତୁ ଜାଣିପାରିଲୁ? ଆରେ କୋଉ ଜନ୍ମରେ କି ପୁଣ୍ୟ କରିଥିଲି ଏ ଜନ୍ମରେ ତୋଠାରୁ ବାପ ଡାକ ଶୁଣୁଛି। ହେଲେ ଆଜି ତୁ ଚାଲିଗଲେ ଏ ମାନବ ମହାପାତ୍ର ସବୁ ପୁଣ୍ୟ ସରିଯିବ, ସେ ବଢିଯିବ। ବିକାଶ ଦବା ପରେ ମୁଁ ବି ଯଦି ଘରେ ରହିବି ମୁଁ ବି ମରିଯିବି ବାପା। ଯାଉଛି ବାପା, ଗଲାବେଳେ ଠାକୁରଙ୍କ ପାଖରେ ଏତିକି ଅନୁରୋଧ କରୁଛି, ହେ ଠାକୁରେ ସବୁ ଜନ୍ମରେ ମତେ ଏମିତି ଗୋଟାଏ ଘର ମିଳୁ ଯୋଉଠି ଭୋକ ଲାଗିଲେ ଡହଳ ବିକଳ ହେଇ କାନ୍ଦି କାନ୍ଦି ମୁଁ ଶୋଇଥିବା ବେଳେ
ଆପଣଙ୍କ ଭଳି ଜଣେ ବାପା ଆସି ମୋତେ ନିଦରୁ ଉଠେଇ ଦେଇ ଖୁଆଇ ଦଉ ଆଉ ଭୁଲ କଲେ ଏମିତି ମାଡ଼ ମାରି ଶାସ୍ତି ଦଉଛେ ଯେମିତି ସାରା ଜୀବନ ମନେ ରହିବ। ଯାଉଛି ବାପା, ଆଜିଠାରୁ ଘରେ କେବେ କେହି ମିଛ କହିବେନି। ଆଜିଠୁ ମିଛୁଆ ରାଧୁଆ ଗପ ସରିଲା। Thank you.